ବଳଦକୁ ଧକ୍କା ଦେଇ ବାଇକ୍ ଆରୋହୀ ଗୁରୁତର। ମୋରଡ଼ା ଥାନା ଅନ୍ତର୍ଗତ ମାଳିହତା ଗ୍ରାମଠାରେ ଏକ ବଳଦକୁ ଧକ୍କା ଦେଇ ବାଇକ୍ ଆରୋହୀ ଗୁରୁତର ହୋଇଥିବା ବେଳେ ବାଇକ୍ ପଛରେ ବସିଥିବା ଯୁବକ ସାମାନ୍ୟ ଆହତ ହୋଇଥିଲେ। ସୂଚନାଯୋଗ୍ୟ ଯେ ଶୁକ୍ରବାର ରାତି 10ଟା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ପଲ୍ସର ବାଇକ୍ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ବଳଦକୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ଆରୋହୀ ଥୁମ୍ପୁ ହେମ୍ବ୍ରମଙ୍କ ମୁଣ୍ଡ ଓ କାନ ନିକଟରୁ ପ୍ରବଳ ରକ୍ତସ୍ରାବ ହୋଇ ଗୁରୁତର ହୋଇପଡ଼ିଥିଲେ। ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ବେଳେ ବଳଦଟିର ଅଣ୍ଟା ଓ ଗୋଡ଼ରେ ଶକ୍ତ ଧକ୍କା ଫଳରେ ବଳଦଟି ରାସ୍ତା ଉପରେ ପଡ଼ି ରହିଥିଲା। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ମୋରଡ଼ା ଥାନା ଅଧିକାରୀ ସତ୍ୟନାରାୟଣ ବଳକୁ ଖବର ଦେବା ପରେ ପୋଲିସ ସହିତ ଅଗ୍ନିଶମ ବିଭାଗ ବିଳମ୍ବ ନକରି ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବିଭାଗର ଅଧିକାରୀ ଅଜିତ କୁମାର ଜେନା ଓ ଅନ୍ୟ କର୍ମଚାରୀମାନେ ଗୁରୁତରଙ୍କୁ ଉଦ୍ଧାର କରି କିଷାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହିତ ପୋଲିସ ମିଳିତ ଭାବେ ଦୁର୍ଘଟଣାଗ୍ରସ୍ତ ଆହତ ବଳଦକୁ ରାସ୍ତା ମଝିରୁ ଉଠାଇ ଫାଙ୍କା ସ୍ଥାନକୁ ନେଇଥିବା ଦେଖିବାକୁ ମିଳିଛି। ଦୁର୍ଘଟଣାଗ୍ରସ୍ତ ବାଇକ୍କୁ ପୋଲିସ ଜବତ କରିବା ସହ ଗୁରୁତର ଆହତ ଥୁମ୍ପୁଙ୍କ ପରିବାରକୁ ଖବର ଦେଇଥିଲେ। ତେବେ ସଙ୍ଗେ ସଙ୍ଗେ ଉଭୟ ବିଭାଗ ପହଞ୍ଚିଥିବାରୁ ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବିଭାଗକୁ ପ୍ରଶଂସା କରିଥିବାରୁ ଜଣାପଡ଼ିଛି।